ଇଏ ମତଲବୀ ଦୁନିଆ ବନ୍ଧୁ। ଏଇଠି ଦୁଃଖର କାରଣ ପଚାରିବା ଅପେକ୍ଷା ତୁମକୁ ଆଙ୍ଗୁଠି ଦେଖେଇ ଥଟ୍ଟା ପରିହାସ କରିବା ବ୍ୟକ୍ତି ବହୁତ ଅଛନ୍ତି। ଭଲ ନ ଲାଗିଲେ ମଧ୍ୟ ଏକ ନିରାଟ ସତ୍ୟ କଥା ହେଲା, ଯେଉଁମାନେ କେବଳ ନିଜ ସ୍ୱାର୍ଥ ତଥା ଲାଭ ଦେଖି ସମ୍ପର୍କ ରଖିଥାନ୍ତି, ଈଶ୍ୱର ସେମାନଙ୍କୁ ପ୍ରକୃତ ସମୟରେ ଉଚିତ ଶାସ୍ତି ସୁଧ ମୂଳ ସହ ଫେରେଇଥାନ୍ତି। ସବୁ କଷ୍ଟ ଆମକୁ ଏକ ଶିକ୍ଷା ଦେଇଥାଏ, ଆଉ ସବୁ ଶିକ୍ଷା ଆମ ଜୀବନକୁ ବଦଳାଇ ଦେଇଥାଏ। ଏକୁଟିଆ ବସି କାନ୍ଦିବା ମଧ୍ୟ ମୃତ୍ୟୁଠାରୁ କିଛି କମ୍ ନୁହେଁ, ଯେଉଁଠି ପ୍ରଶ୍ନ ମଧ୍ୟ ଆପଣ ହୋଇଥାନ୍ତି ଆଉ ଉତ୍ତର ମଧ୍ୟ ଆପଣ ନିଜେ ହିଁ ହୋଇଥାନ୍ତି। ମନରେ ହଜାରେ ଦୁଃଖ ଥାଉ ପଛେ ମୁହଁ ସବୁବେଳେ ହସୁଥାଉ, କାରଣ ଦୁନିଆ ମୁହଁ ଦେଖେ, କାହା ମନ ନୁହେଁ। ନିଜ ଜୀବନରେ ବାପା, ମା ଓ ଗୁରୁ ବ୍ୟତୀତ ଅନ୍ୟ କାହାକୁ ଏତେ ଦାମୀ ସ୍ଥାନ ଦିଅନ୍ତୁ ନାହିଁ କି ନିଜେ ଶସ୍ତା ହୋଇଯିବେ। ଲୁହ ଜଣେଇ ଦିଏ କଷ୍ଟ କିପରି, ସଂସ୍କାର ଜଣେଇ ଦିଏ ପରିବାର କିପରି, ବଚନ ଜଣେଇ ଦିଏ ମଣିଷ କିପରି, ନଜର ଜଣେଇ ଦିଏ ସୁନ୍ଦରତା କିପରି, ସମୟ ଜଣେଇ ଦିଏ ବନ୍ଧୁତା କିପରି, ଆଉ ପ୍ରକୃତ ବନ୍ଧୁ ସିଏ, ଯିଏ ପାଣି ଭିତରେ ବି ବନ୍ଧୁର ଲୁହକୁ ଚିହ୍ନିପାରେ। ଯେଉଁ ଲୋକକୁ ତୁମ ସମ୍ପର୍କର ଟିକେ ବି ଚିନ୍ତା ନାହିଁ, ସେପରି ଲୋକଙ୍କ ସହ ଜବରଦସ୍ତି ରହିବା ଅପେକ୍ଷା ସମ୍ମାନର ସହ ତାଙ୍କଠାରୁ ଦୂରେଇ ଯିବା ଭଲ। ଗର୍ବ ପାଇଁ ନୁହେଁ, କେବଳ ଆତ୍ମସମ୍ମାନ ପାଇଁ ବେଳେବେଳେ କିଛି ଲୋକଙ୍କ ଠାରୁ ଦୂରେଇ ଯିବାକୁ ପଡ଼େ। ଶରୀର ସୁନ୍ଦରତାକୁ ମଣିଷମାନେ ପସନ୍ଦ କରିଥାନ୍ତି, ହେଲେ ହୃଦୟର ସୁନ୍ଦରତାକୁ ଈଶ୍ୱର ପସନ୍ଦ କରିଥାନ୍ତି। କିଛି ନୂଆ ପାଇବା ଆଶାରେ ସେମାନଙ୍କୁ ହରେଇ ଦିଅ ନାହିଁ, ଯେଉଁମାନେ ଆରମ୍ଭରୁ ତୁମର। ନିଜକୁ ଏମିତି ଗଢ଼, କେହି ତୁମକୁ ଛାଡ଼ି ଦେଇପାରିବ, ହେଲେ ଭୁଲି ପାରିବ ନାହିଁ। ଯେଉଁ ମଣିଷର ଚରିତ୍ର ଅସୁନ୍ଦର ହୋଇଥାଏ, ସେହି ମଣିଷର ସୁନ୍ଦର ଚେହେରାର କୌଣସି ମୂଲ୍ୟ ନଥାଏ। ସମୟଠାରୁ ବେଶୀ ସେହି ସମ୍ପର୍କକୁ ଧ୍ୟାନ ଦିଅନ୍ତୁ, ଯେଉଁ ସମ୍ପର୍କ ତୁମର ଖରାପ ସମୟରେ ସାଥିରେ ଥିବ। ଯେଉଁ ମଣିଷର ଚରିତ୍ର ଅସୁନ୍ଦର ହୋଇଥାଏ, ସେହି ମଣିଷର ସୁନ୍ଦର ଚେହେରାର କୌଣସି ମୂଲ୍ୟ ନଥାଏ। ଯେବେ ଯାଏଁ ଜୀବନ ଅଛି, ସବୁବେଳେ ଶିଖନ୍ତୁ, କାରଣ ଅନୁଭବ ହିଁ ସବୁଠୁ ଶ୍ରେଷ୍ଠ ଶିକ୍ଷକ। ସଫଳତା ହେଉଛି ଏକ ମାନସିକ ସ୍ଥିତି। ଯଦି ଆପଣ ସଫଳତା ଚାହାନ୍ତି, ତେବେ ନିଜକୁ ଏକ ସଫଳ ବ୍ୟକ୍ତି ଭାବରେ ଭାବିବା ଆରମ୍ଭ କରନ୍ତୁ। ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢ଼ିବାକୁ ପଡ଼ିବ। ସମସ୍ୟା ଜୀବନର ଶେଷ ସୋପାନ ନୁହେଁ, ସେହିଠାରୁ ଏକ ନୂଆ ଜୀବନ ଆରମ୍ଭ ହୋଇଥାଏ। ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ। ହେ ପାର୍ଥ, ଏହା ହିଁ ବିଧିର ବିଧାନ। ଯେଉଁ ମନୁଷ୍ୟ ସତ୍‌ରେ ଥାଏ ବା ସତ୍ କହିବାକୁ ଭଲ ପାଏ, ସଂସାରରେ ସର୍ବାଧିକ ଘୃଣା ସେହି ମନୁଷ୍ୟକୁ ହିଁ ମିଳିଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଅନ୍ୟ କାହାକୁ ଚାରିପାଦ ପଛକୁ ଠେଲି ନୁହେଁ, ଅହଙ୍କାରୀ ଲୋକମାନଙ୍କ କଥା କେବେ କେବେ ମନରେ ଧରନ୍ତୁ ନାହିଁ। ଅହଙ୍କାର ସେହିମାନେ ଦେଖାନ୍ତି, ଯେଉଁମାନେ ବିନା ସଂଘର୍ଷରେ ସବୁ କିଛି ପାଇଥାନ୍ତି। ଯେଉଁମାନେ ପରିଶ୍ରମ କରି